ଆଜିକାଲି ପଶ୍ଚିମ ଓଡ଼ିଶାକୁ କୋଶଳ ରାଜ୍ୟର ମାନ୍ୟତା ଦିଆଯାଉ ବୋଲି ଦାବି କରାଯାଉଛି। ପଶ୍ଚିମ ଓଡ଼ିଶାକୁ କୋଶଳ ରାଜ୍ୟ କରିବାର ଯଥାର୍ଥ କାରଣ ଜାଣିବା ନିହାତି ଦରକାର। କୋଶଳ ରାଜ୍ୟ କେତେ ପୁରାତନ, ଏହାର ଭୌଗୋଳିକ ଅବସ୍ଥିତି, ଇତିହାସ ଓ ଏହାର ସଂସ୍କୃତି ଅର୍ଥାତ୍ ବୁଦ୍ଧି, ବିଦ୍ୟା, କଳା, ରୀତି, ନୀତି, ରୁଚି ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ପଶ୍ଚିମ ଓଡ଼ିଶାର ନାମ କିପରି ସୃଷ୍ଟି ହୋଇଛି ତାହା ଅନ୍ୟତ୍ର ବର୍ଣ୍ଣନା କରାଯିବ। ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ମହାସମ୍ରାଟ ଖାରବେଳଙ୍କର ଜନ୍ମ ବିଷୟରେ ଆଲୋକପାତ କରାଯାଉଛି। ଅଧିକାଂଶ ଲୋକ ଜାଣିନାହାନ୍ତି ଯେ ସମ୍ରାଟ ଖାରବେଳ ଆମ ଅଞ୍ଚଳର ତୋଷାଳୀ ବା ତୋସରା ରାଜଧାନୀରେ ଜନ୍ମ ନେଇଥିଲେ। ଖାରବେଳଙ୍କ ଶିଳାଲେଖରେ ଥିବା ଏହି ଅଞ୍ଚଳର ଲୁପ୍ତ ଇତିହାସ, ସୁପ୍ତ ମହାତୀର୍ଥ ଓ ଗୁପ୍ତ ଗୌରବରାଜି ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି। କେତେକ ଐତିହାସିକ ପଣ୍ଡିତ ଗବେଷକମାନେ କଳିଙ୍ଗ ନଗରୀକୁ ସନ୍ଧାନ କରିବାକୁ ଯାଇ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଓ ଉଦୟଗିରିକୁ ଦର୍ଶାଇଛନ୍ତି। ସେମାନେ ଧଉଳି ପାହାଡ଼ ନିକଟସ୍ଥ ଶିଶୁପାଳଗଡ଼କୁ ତୋଷାଳୀ ବୋଲି ଅନୁମାନିକ ଚିହ୍ନିତ କରିଛନ୍ତି। ଏହା ଅନେକ ଲୋକଙ୍କର ସନ୍ଦେହ ଘେରରେ ରହିଥିବା ସହ ଭ୍ରମ ସୃଷ୍ଟି କରୁଛି। ଡକ୍ଟର ସତ୍ୟନାରାୟଣ ରାଜଗୁରୁ ତାଙ୍କ ରଚିତ ଓଡ଼ିଶାର ଇତିହାସରେ ଦର୍ଶାଇଛନ୍ତି ଯେ ଖାରବେଳ ତାଙ୍କ ରାଜତ୍ୱର ପଞ୍ଚମ ବର୍ଷରେ 300 ବର୍ଷ ପୂର୍ବେ ନନ୍ଦରାଜା ଯେଉଁ ପ୍ରଣାଳୀ ବା କେନାଲଟି ତନଶୁଲିଆ ବାଟ ବା ତୋଷାଳୀ ଫାଟକ ଦେଇ ଖୋଲାଇଥିଲେ ତାହା ତାଙ୍କର ରାଜଧାନୀ ପର୍ଯ୍ୟନ୍ତ ପ୍ରସାରିତ କରିଥିଲେ। ଏହା ଖାରବେଳଙ୍କ ଶିଳାଲେଖରେ ବର୍ଣ୍ଣିତ ହୋଇଛି। ତେଣୁ ତୋଷାଳୀ ପାଟ ବା ତୋଷାଳୀ ନଗରୀର ସଠିକ୍ ଅବସ୍ଥିତି ଏବଂ ନନ୍ଦରାଜା ଖୋଲାଇଥିବା କେନାଲର ପରିଚୟ ନିରୂପିତ ହେଲେ କଳିଙ୍ଗ ନଗର କେଉଁଠାରେ ସ୍ଥାପିତ ହୋଇଥିଲା ତାହା ସ୍ପଷ୍ଟ ଭାବରେ ଜଣାପଡ଼ିବ। ଏହା ସ୍ୱାଗତ ଯୋଗ୍ୟ ଅଟେ। ଏହାର ମୀମାଂସା ମଧ୍ୟ ଖାରବେଳଙ୍କର ଶିଳାଲିପିରେ ରହିଛି, ତାହା ଅନ୍ୟତ୍ର ଉପସ୍ଥାପନ କରାଯିବ। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ କଳିଙ୍ଗର ପ୍ରାଚୀନ ଚେଦି ବଂଶରେ ଖାରବେଳଙ୍କର ଜନ୍ମ ହୋଇଥିଲା। ସେ ମହାରାଜା ପଦରେ ଭୂଷିତ ଜଣେ ସ୍ୱନାମଧନ୍ୟ ସମ୍ରାଟ ବୋଲି ଇତିହାସରୁ ଜଣାପଡ଼େ। ଖାରବେଳଙ୍କ ଶାସନ ପୂର୍ବରୁ ଅଶୋକ, ବିନ୍ଦୁସାର, ଚନ୍ଦ୍ରଗୁପ୍ତ ଇତ୍ୟାଦି ରାଜାମାନେ ଏପରି ଉପାଧି ଲାଭ କରିନଥିଲେ, ଯଦିଓ ସେମାନେ ବହୁ ରାଜ୍ୟ ଜୟ କରି ବିଶାଳ ସାମ୍ରାଜ୍ୟ ସ୍ଥାପନ କରିବାକୁ ସମର୍ଥ ହୋଇଥିଲେ। ବଂଶ ପରମ୍ପରା ଅନୁସାରେ ଖାରବେଳ ମଧ୍ୟ ଐର ମେଘବାହନ ଉପାଧି ଧାରଣ କରିଥିଲେ। ଖାରବେଳଙ୍କର ଜନ୍ମକାଳ ନିରୂପଣ କରିବାକୁ ଯାଇ ଐତିହାସିକମାନଙ୍କର ଭିନ୍ନ ଭିନ୍ନ ମତ ରହିଛି। କେତେକ ଐତିହାସିକ ଖ୍ରୀଷ୍ଟପୂର୍ବ 197 କହୁଥିବା ବେଳେ କେହି କେହି ଖ୍ରୀଷ୍ଟପୂର୍ବ 173 ବୋଲି କହିଛନ୍ତି। ଡକ୍ଟର ସତ୍ୟନାରାୟଣ ରାଜଗୁରୁ ଅନେକ ଯୁକ୍ତି ପ୍ରଦର୍ଶନ କରି ଖାରବେଳଙ୍କର ଜନ୍ମ ଖ୍ରୀଷ୍ଟପୂର୍ବ 127 ବୋଲି ପ୍ରତିପାଦିତ କରିଛନ୍ତି। 15 ବର୍ଷ ପର୍ଯ୍ୟନ୍ତ ଖାରବେଳଙ୍କର ବାଲ୍ୟ ଜୀବନ କ୍ରୀଡ଼ା ଓ ବ୍ୟସନରେ ଅତିବାହିତ ହୋଇଥିଲା। ତାଙ୍କ ପିତାଙ୍କର ବୃଦ୍ଧାବସ୍ଥା ଯୋଗୁଁ ହେଉ କିମ୍ବା ରୋଗାଗ୍ରସ୍ତ ହେତୁ ହେଉ ରାଜକାର୍ଯ୍ୟ ଚଳାଇବାକୁ ଅକ୍ଷମ ଥିଲେ। ତେଣୁ ଖାରବେଳ ଯୁବରାଜ ରୂପେ ଅଭିଷିକ୍ତ ହୋଇ ସକଳ କାର୍ଯ୍ୟ ଚଳାଉଥିଲେ। 24 ବର୍ଷ ବୟସରେ ସେ ଜ୍ଞାନ ଓ ଧର୍ମରେ ପ୍ରବୀଣ ହୋଇଥିଲେ। ଦକ୍ଷିଣ କୋଶଳ ବା ପଶ୍ଚିମ ଓଡ଼ିଶା ଇତିହାସରେ ଉଲ୍ଲେଖ ରହିଛି, ତୋସରା କୋଶଳର ରାଜଧାନୀ ଥିଲା। ତେଲ ନଦୀ କୂଳରେ ଅବସ୍ଥିତ ଥିବା ଏହି ରାଜଧାନୀର ଧ୍ୱଂସାବଶେଷ ବହୁ ପରିମାଣରେ ଉଦ୍ଧାର କରାଯାଇଛି। ଖାରବେଳ ଏହି ରାଜ୍ୟକୁ ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ରୂପେ ପ୍ରତିଷ୍ଠିତ କରି ପରିସୀମାକୁ ଗଙ୍ଗାଠାରୁ ଗୋଦାବରୀ ଏବଂ ମହୋଦଧି ଠାରୁ ବିନ୍ଧ୍ୟ ପର୍ବତ ପର୍ଯ୍ୟନ୍ତ ବିସ୍ତାରିତ କରିଥିଲେ। କବି ଧନପାଳ ସ୍ୱରଚିତ କାବ୍ୟ ତିଲକମଞ୍ଜରୀରେ ଖାରବେଳଙ୍କର ପିତା ଚୈତ୍ୟରାଜଙ୍କୁ କୋଶଳର ନରପତି ଭାବରେ ବର୍ଣ୍ଣନା କରିଛନ୍ତି।
ଚୈତରାଜ ଜଣେ ଜୈନ ସାଧକ ଥିଲେ। ତାଙ୍କୁ ବିଦ୍ୟାଧର ନରେନ୍ଦ୍ର ପଦବୀରେ ଭୂଷିତ କରାଯାଇଥିଲା ଏବଂ ମହର୍ଷି ବୋଲି ମଧ୍ୟ କୁହାଯାଉଥିଲା। ଦିବଙ୍ଗତ ନାରାୟଣ ପ୍ରଧାନଙ୍କ ରଚିତ ନୃସିଂହନାଥ ସିରିଜ ଉଲ୍ଲେଖ ରହିଛି ଯେ ଚେଦି ବଂଶ ରାଜା ତୋସରା ଦକ୍ଷିଣ କୋଶଳେ ହେଲେ ରାଜନ, ଗର୍ଭବତୀ ନାରୀ ଅପୂର୍ବ ଶୋଭାରେ ମୋହିଲେ ରାଜାଙ୍କ ମନ। କିଛି କାଳ ଅନ୍ତେ ହୋଇଲା ଜନମ ସୁନ୍ଦର ରାଜକୁମାର, ଚେଦି ପୁତ୍ର ଅବତଂସ ଚୈତ୍ରପୁତ୍ର ଆନନ୍ଦେ ହେଲେ ବିଭୋର। କୁଳ ପୁରୋହିତ ଜନ୍ମ ଷଷ୍ଠୀ ଦିନ କଲେ ନବଜାତ କର୍ମ, ସମୟ ମଧ୍ୟାହ୍ନ ଖରା ବେଳ ଯୋଗୁଁ ଦେଲେ ଖାରବେଳ ନାମ। ଉପରୋକ୍ତ କାବ୍ୟାଂଶରୁ ଜଣାପଡ଼ୁଛି ଯେ ଖାରବେଳ ତୋସରାରେ ହିଁ ଜନ୍ମଗ୍ରହଣ କରିଥିଲେ। ସଂକ୍ଷିପ୍ତ କୋଶଳପାଟଣା ଇତିହାସରେ ଶ୍ରୀଯୁକ୍ତ ରାମଚନ୍ଦ୍ର ମଲ୍ଲିକ ଉଲ୍ଲେଖ କରିଛନ୍ତି, ଚୈତ୍ରଙ୍କ ପରେ ତାଙ୍କ ପୁତ୍ର ରାଜା ହେଲେ। ସେ ତୋଷାଳୀରେ ଗୋଟିଏ ଗଡ଼ ନିର୍ମାଣ କରି ଅପୂର୍ଣ୍ଣ ଅବସ୍ଥାରେ ମୃତ୍ୟୁବରଣ କଲେ। ସେହି ଗଡ଼ର ନିର୍ମାଣ କାର୍ଯ୍ୟ ତାଙ୍କ ପୁତ୍ର ଖାରବେଳଙ୍କ ଦ୍ୱାରା ସମାପ୍ତ ହୋଇଥିଲା। ସେହି ଗଡ଼ର ନାମ ଖାରବେଳଗଡ଼ ବୋଲି କହୁଥିଲେ। ଏହାକୁ ଆଜିକାଲି ଖରଲଗଡ଼ ବା ଖଲିଗଡ଼ ବୋଲି କହନ୍ତି। ଖାରବେଳଙ୍କର ଦିଗ୍ବିଜୟ ଓ ଧର୍ମ ସମ୍ବନ୍ଧରେ ଆଲୋଚନା ଅନ୍ୟ ଭିଡ଼ିଓରେ କରାଯିବ। ଆଜି ଏତିକିରେ ରହୁଛି।